ଆରେ ଦେଖ ସେ ଝିଅଟା ଏଠି କେତେବେଳୁ ବସି କାନ୍ଦୁଛି। ଚାଲ ଚାଲ ତାକୁ ଟିକେ ଡରେଇକି ଆସିବା। ଏ ଝିଅ, ଏଠି ବସି ଏତେ କାନ୍ଦୁଛୁ କାହିଁକି? ତୋ କାନ୍ଦ ଶୁଣି ଶୁଣି ଆମକୁ ବିରକ୍ତ ଲାଗିଲାଣି। ଏବେ ଆମେ ତତେ ଖାଇବୁ। ହଁ, ଖାଇନିଅ ମତେ। ମୁଁ ତ ଆତ୍ମହତ୍ୟା କରିବାକୁ ଆସିଥିଲି। ଭଲ ହେବ ତମେ ମାନେ ମତେ ଖାଇନିଅ। ଆମେ ଆସିଥିଲୁ ତତେ ଡରେଇବା ପାଇଁ, ଆଉ ତୁ କହୁଛୁ ତତେ ଖାଇବା ପାଇଁ। ଆଚ୍ଛା କହିଲୁ, ତୋର କ'ଣ ଏତେ ଦୁଃଖ ଯେ ଯୋଉଥିପାଇଁ ତୁ ଆତ୍ମହତ୍ୟା କରିବାକୁ ଆସିଛୁ? ରିନୁ ସେମାନଙ୍କୁ ସବୁ ଘଟଣା କହିଲା। ସବୁ କଥା ଜାଣିଲା ପରେ ରିନୁ ପ୍ରତି ସେ ପ୍ରେତାତ୍ମାଙ୍କ ମନରେ ଦୟା ଆସିଲା। ସତରେ ତୋ ସ୍ୱାମୀ ଆଉ ତୋ ଶାଶୁ ବହୁତ ଖରାପ। ତୁ ଯଦି କହିବୁ ଆମେ ଏବେ ତ ସାଙ୍ଗରେ ଯାଇ ସେମାନଙ୍କୁ ମାରିଦେବୁ। ଆରେ ନା ନା, ମୁଁ ମାନୁଛି ସେମାନେ ମୋ ଉପରେ ଅନେକ ଅତ୍ୟାଚାର କରନ୍ତି, ହେଲେ ମୁଁ ସେମାନଙ୍କୁ ମାରିବାକୁ ଚାହୁଁ